बोलो प्रभु यीशु मसीह की। जल्दी आने वाले यीशु मसीह की। हालेलुया। हाथ हले की कहबा हालेलुया। मो एठारो देखि पारुथिली जे भाई आ भौणी माने बहुत सीरियस रे अछंती। विश्वासी रो जीवन आनंदर जीवन, विश्वासी रो जीवन मन दुखर जीवन नुह। हालेलुया। आज शेष दिन आपण माने समस्ते ध्यानर सहित श्रवण करिवे। बहु गुरुत्वपूर्ण विषय आलोचना करिबा। आपण जानते बाइबल रे नूतन नियम रे 4 गोटी पुस्तक 4 गोटी चिठाऊ पाउल बंदी घरु लिखिछंती। कोडु लिखिछंती सब ठीक कहबे जे माने बंदी घरु। पुओ माने को बंदी घरु? पिला माने एपटे टिके देखो ना 2 घंटा बना मते देखि पारिबो नाही। मो पूरा सुदूर कलाहांडी चल जिवे आउ हमर एक्टिविटी जानिबा पई हमर YouTube रे देखि पारिबे सुबोधना मिनिस्ट्री। आउ आपण माने से साक्ष्य सब बहु बड़ बड़ साक्ष्य रहिछि। विजातीय मानकु से साक्ष्य आपणक विजातीय फ्रेंड्स मानकु बंधु मानकु शेयर करि पारिबे। आ से माध्यम रे प्रभुकर साक्ष्य होई परिबा। तो पाउल फिलिपियो मंडली को जेल घरु चिट्ठी लिखिले। जेल घरु मु जेते बेले हाई स्कूल रे पढुथिली केतेक पुओ माने झियो माने पापा मां को हॉस्टल रु लेखुथिले हमको खाइबा को मिलुनी, हमको सोइबा को ठीक मिलुनी, बेड मिलुनी, पेट भरुनी हॉस्टल रु। आ जणे लोक जदी जेल घर कोन लिखिबो हमको पिटु छंती, हमको मारू छंती, पेट भरा खाना होनी। कि पाउल जेल घर लिखिले आनंद कर। पुनश्च कहूची आनंद कर। रिजॉइस इन द लॉर्ड। I say again rejoice। आनंद करो। पुनश्च कहूची आनंद करो। मोर भाई आ भौणी माने पॉकेट रे टंका थाउ बा न थाउ ख्रिस्टियान जीवन आनंदर जीवन। हालेलुया। हबकुक 3:17-18 टिके पढिबा तापर वाक्य बुझिबा। कौन जे कौन सी भाई भौणी पठन करिवे। हबकुक 3:17-18। हाँ तापरे हालेलुया। वो पछे पछे कहबे तथापि हां एते लोक अछते मु जणे अछि। तथापि मो परमेश्वरक ठारे मो आनंद करिबे। हालेलुया। कहा ठारे आनंद करिबा? प्रभु को ठारे। आज नवा मोबाइल आसला बोली आनंद लागुछि कि? आज नवा वस्त्र पिंदिछु बोली आनंद लागुछि। बर्थडे छु बोली कि जन्मदिन छु बोली केक कटा छु बोली आनंद लागुछि। सेही आनंद क्षण काल निमंते लोक सिनेमा देखि जानते 3 घंटा 2 घंटा बसिके आराम करते तापरे मुख मळी नहीं जाए। किंतु जो माने परमेश्वर को ठारे आनंद करंती सब स्थान रे आनंद करिवे, सब परिस्थिति रे आनंद करिवे। आउ
କହିବି ସବୁବେଳେ ଆନନ୍ଦ କରିବେ। ଏକ ତାଳି ମାରି ପ୍ରଭୁଙ୍କୁ ଧନ୍ୟବାଦ କରିବା। ମୋ ପ୍ରିୟ ମାନେ, ଗତକାଲି ଠାରୁ ଖରାରେ ଆପଣ ମାନେ ବସିଛନ୍ତି, କିଛି ଅସୁବିଧା ନୁହଁ। ସାଧୁ ସୁନ୍ଦର ସିଂ ନାମକ ଜଣେ ବିଶିଷ୍ଟ ପ୍ରଭୁଙ୍କର ଦାସ ସେ କହିଲେ, ଯଦି ଜୀବନରେ ଦୁଃଖ ଆସୁଛି ଦୁଃଖକୁ ଗ୍ରହଣ କର ଖୁସିରେ, କାରଣ ସ୍ୱର୍ଗ ଚାଲିଯିବା ଆଉ ସେଠାରେ ଯେତେ ଚାହିଁଲେ ମଧ୍ୟ ଦୁଃଖ ମିଳିବ ନାହିଁ। ସେଇଥିପାଇଁ ବଞ୍ଚୁଥିଲା ବେଳେ ଯଦି କିଛି ଦୁଃଖ ଆସୁଛି ତାକୁ ଗ୍ରହଣ କରୁ, କାରଣ এই জীবন সমাপ্ত ହେଲା ପରେ ଆଉ ଦୁଃଖ ଆସିବ ନାହିଁ। ଆନନ୍ଦ ହିଁ ଆନନ୍ଦ। ସେଥି ନିମନ୍ତେ ଆନନ୍ଦ କର। କେତେ ସୁନ୍ଦର ଗୀତ ଗାଉଛନ୍ତି, ମ୍ୟୁଜିସିଆନ ଭାଇ ମାନେ ବହୁତ ସୁନ୍ଦର ବଜାଉଛନ୍ତି। କେତେ ଆନନ୍ଦର ବିଷୟ, ପରମେଶ୍ୱରଙ୍କର ଉପସ୍ଥିତି ଏଠାରେ ରହିଛି। ତ ଗତକାଲି ଆମେ ଆଲୋଚନା କରୁଥିଲୁ ଏଇ ଭେଣ୍ଡିଆଟି କାହାର? ପୁଅ। ଯୁବକ ଲାଗି ବାପାଙ୍କର ଗୌରବ ହେଲା। ଆଜି ମୁଁ କହିବି ବାପାଙ୍କ ଲାଗି ପୁଅ ଗର୍ବ କରୁଛି ସେଇ ପରିବାରର ହିଁ। କାଲି ବାପା ପୁଅ ଲାଗି ଓ ବାପାକୁ ଖୋଜିବେ, କାହାର ପୁଅ, କାହାର ପୁଅ, କାହାର ଝିଅ, କାହାର ଝିଅ। ଆଜି ପୁଅ ଗର୍ବ କରୁଛି କଣ? ବାପାଙ୍କ ଲାଗି। ପ୍ରଥମ ରାଜାବଳୀ 3:6। ପ୍ରଥମ ରାଜାବଳୀ 3:6 ପଠନ କରନ୍ତୁ ମାଇକରେ। ଝିଅ ବାପୁ ତହିଁରେ ସଲୋମନ କହିଲେ, ତୁମ୍ଭ ଦାସ ଆମ୍ଭ ପିତା ଦାଉଦ ତୁମ୍ଭ ଚାମରେ ସତ୍ୟତା ଓ ଧାର୍ମିକତା ଓ ମନର ସରଳତାରେ ତୁମ୍ଭ ସହିତ ଗମନାଗମନ କରିବା ପ୍ରମାଣେ ତୁମ୍ଭେ ତାଙ୍କ ପ୍ରତି ମହାଦୟା ପ୍ରକାଶ କଲ। ଆହୁରି ତୁମ୍ଭେ ତାଙ୍କ ପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟ ତାଙ୍କର ସିଂହାସନରେ ବସିବା ପାଇଁ ତାଙ୍କୁ ଏକ ପୁତ୍ର ଦେଇଅଛ। ପ୍ରଭୁଙ୍କର ସ୍ତୁତି ହେଉ, ପ୍ରଭୁଙ୍କର ମହିମା ହେଉ, ପ୍ରଭୁଙ୍କର ଗୌରବ ହେଉ। ସମୟ ଥିଲା, ଦାଉଦ ଯୁବକ ଥିଲେ। 17 ବର୍ଷ ବୟସ ବେଳେ ପୃଥିବୀ ପ୍ରସିଦ୍ଧ ଗଲିଆତ ପରି ଚମ୍ପିଆନକୁ ମାରିଦେଲେ। ଆଉ ଯେତେବେଳେ ଦାଉଦ ବୁଢା ହେଇଗଲେ, ଦାଉଦଙ୍କର ବଳ ହ୍ରାସ ହେଇଗଲା। ଆଉ ସେତେବେଳେ ପୁଅ ସଲୋମନ କହୁଛନ୍ତି ଯେ ପ୍ରଭୁ ତୁମେ ମହାଦୟା ମୋ ବାପାଙ୍କୁ କଲ, ମୋ ବାପାଙ୍କୁ ତୁମେ ସଫଳ ଦେଲ, ମୋ ବାପାଙ୍କୁ ତୁମେ ସିଂହାସନ ଦେଲ, ମୋ ବାପାଙ୍କୁ ତୁମେ ବିଜୟ ଦେଲ, ମୋ ବାପାଙ୍କୁ ତୁମେ ବଳ ଦେଲ। ତାର 3 କାରଣ ସେଠାରେ କହୁଛନ୍ତି। ତାର 3 କାରଣ ସେ ଏଠାରେ ପ୍ରଭୁଙ୍କୁ କହୁଛନ୍ତି। ସମସ୍ତେ ଟିକେ କହିବା ମହାଦୟା, ମହାଦୟା। ଇଂରାଜୀରେ ଲେଖାଯାଏ ଗ୍ରେଟ୍ ଗ୍ରେସ୍। ମୋର ପ୍ରିୟ ମାନେ, ଯାହାଙ୍କ ଜୀବନରେ ଗ୍ରେସ୍ ଅଛି ସେ ସଫଳ ହେଇପାରିବ। ଯେହେତୁ ଛାତ୍ର ସଭା ସବୁ ଛାତ୍ର ମାନେ ଇଣ୍ଟେଲେକ୍ଚୁଆଲ ନୁହନ୍ତି। କିଏ ଫାର୍ଷ୍ଟ ଡିଭିଜନ, କିଏ ସେକେଣ୍ଡ ଡିଭିଜନ, କିଏ ଥାର୍ଡ ଡିଭିଜନ। ଥାର୍ଡ ଡିଭିଜନରେ ଅନେକ ସମୟରେ କଣ ହୁଏ, କିଏ 27 ଆଣିଥିବ, କିଏ 28 ଆଣିଥିବ। ଶିକ୍ଷକ ଗ୍ରେସ୍ ମାର୍କ 2 ଦେଇକି ପାସ୍ କରିଦିଅନ୍ତି। ଗ୍ରେସ୍, ଗ୍ରେସ୍ ତାକୁ କୁହାଯିବ ଯାହା ଆମେ ପାଇବାର ଯୋଗ୍ୟ ନଥିବା ତାକୁ ପ୍ରାପ୍ତ ହେବା ହେଉଛି ଗ୍ରେସ୍। ଯାହା ପାଇବା ନିମନ୍ତେ ଆମେ ଡିଜର୍ଭ ନଥିବା, ଯାହା ପାଇବା ନିମନ୍ତେ ଆମେ ଯୋଗ୍ୟ ନଥିବା ତାକୁ ଗ୍ରେସ୍ କୁହାଯାଏ। ଦାଉଦଙ୍କୁ ସୈନ୍ୟାଧିପତି ସଦା ପ୍ରଭୁ କଣ କଲେ? ମହାଦୟା। ଆପଣ ପ୍ରଭୁଙ୍କର ମହାଦୟା ପାଇବା ପାଇଁ ଚାହୁଁଛନ୍ତି କି? ହଁ, ଚାହୁଁନାହାନ୍ତି? ପ୍ରଭୁଙ୍କର
କରୁଣା ଚାହୁଁଛନ୍ତି କି? ତେବେ ତିନୋଟି ଜିନିଷ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଟେ, ମହତ୍ୱପୂର୍ଣ୍ଣ ଅଟେ, ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। କଣ କଣ ଏଠି ଲେଖାଗଲା? ବିଶ୍ୱସ୍ତତା, ଧାର୍ମିକତା, ଆଉ ଗୋଟେ ବିଷୟ ଝିଅ ପଢିଲେ କାହାର ମନେ ଅଛି କି? ମନର ସରଳତା। ସମସ୍ତେ କୁହନ୍ତୁ ବିଶ୍ୱସ୍ତତା। ଟିକେ ଜୋରସେ କୁହନ୍ତୁ ନା, ଆଉ ଟିକେ ଗଲେ ଭୋଜି ଖାଇବା ଆମେ। ବିଶ୍ୱସ୍ତତା, ଧାର୍ମିକତା, ଧାର୍ମିକତା, ମନର ସରଳତା। ଆଚ୍ଛା, ପୁଅ ବା ଝିଅ ଜଣେ ଠିଆ ହେବେ ଯାହାର ବୟସ 8 ଥିବ। ଏ ଭିତରୁ ପୁଅ ବା ଝିଅ, ଝିଅ ତୋର ବୟସ କେତେ? ଏ ଝିଅ ଏଠି ବସିଛି ସାର୍, ହଁ ତୋର ବୟସ କେତେ? ଠିଆ ଉଠେ, କେତେ ବୟସ? ସାହାଯ୍ୟ କରିଦିଅ, ତାର ମା କି ପାଖରେ ଅଛନ୍ତି। ତାର ବୟସ କେତେ? 8 ନା? ହଁ, ଥ୍ୟାଙ୍କ ୟୁ। ଶୁଣ, ଷ୍ଟୋରି କହୁଛି। ଆମ ମଣ୍ଡଳୀରେ ଗୋଟିଏ ପୁଅ, ତାର ବୟସ 8। ତା ବୟସ 8, ଏକ ହିନ୍ଦୁ ପରିବାରର ଛୁଆ। ବର୍ଷେ ହବ ତାଙ୍କୁ ଏକ ବାଇବେଲ ଦେଇଛୁ ଆମେ, ବର୍ଷେ। ପ୍ରିନ୍ସ ରାଉତ ତା ନାଁ। ଆପଣ ଆଶ୍ଚର୍ଯ୍ୟ ହେବେ, ବାଇବେଲର ଯେକୌଣସି ବିଷୟ, ଆପଣ ବିଚାରକର୍ତ୍ତା କୁହନ୍ତୁ, ଦ୍ୱିତୀୟ ବିବରଣ କୁହନ୍ତୁ, ତିତସ କୁହନ୍ତୁ, ଫିଲିପି କୁହନ୍ତୁ, 1 ମିନିଟରେ ଖୋଲିବ। 1 ମିନିଟରେ। ହିନ୍ଦୁ ଘରର ଛୁଆ, ଏବେ ବର୍ଷେ ହେଇଛି। ତା ମା ପ୍ରଭୁଙ୍କୁ ଗ୍ରହଣ କରିଛି। ତା ମା ବୃନ୍ଦାବନରେ କାଲି କାହାକୁ ଫଟୋ ଦେଖଉଥିଲେ ଆଜ୍ଞାକୁ। ୟୁଟ୍ୟୁବ ନା ତା ଛାଡ଼ି ଦେଇ ଯାଉ ନା, ତା ୟୁଟ୍ୟୁବରେ ଛଡ଼ା ହେଇନି, ଡରରେ ଛଡ଼ା ହବ। ସେ ଛୁଆ 8 ବର୍ଷର ଛୁଆ, ବର୍ଷେ ହେଲା ବାଇବେଲ ଦେଇଛୁ, ସବୁ ଖୋଲିଦେବ। ଆଉ ବନ୍ଧୁଗଣ, ଆପଣ ସତରେ ଆଶ୍ଚର୍ଯ୍ୟ ହେବେ, ଆରାଧନା ଚାଲୁଥିଲେ ସେ ଛୁଆର ଥାର ଥାର ଲୁହ ଝରୁଥିବ। ମୁଁ ସବୁ ରବିବାର ତାକୁ ଟିକେ ଫଟୋ ଉଠାଏ। ମାନେ କୋଉଠି ସେ ଲୁହ ଅଛି? ଜଣେ ନୈଷ୍ଠିକ ହିନ୍ଦୁ ପରିବାରର ମାଛ ମାଂସ ଅଣ୍ଡାରେ ବାନ୍ତି ହଉଥିଲା, ବାସ୍ନା ଆସିଲେ, ଏବେ ଆମ ସହିତ ବସିକି ଖାଉଛି ସେ। ହାଲେଲୁୟା, ହାଲେଲୁୟା। ସେଇଥି ନିମନ୍ତେ ଛୁଆ ମାନଙ୍କୁ ଆମେ ଈଶ୍ୱରୀୟ ପରାୟଣ ଶିକ୍ଷା ଦେବା। ଏଇ ଛୁଆ ମାନେ କାଲି କହୁଥିଲି ବାକ୍ୟକୁ ବହନ କରୁ, ବାକ୍ୟ ଆମକୁ ବହନ କରିବ। ପିଲାମାନେ ସବୁବେଳେ ବାକ୍ୟକୁ ପ୍ରେମ କରୁ, ବାକ୍ୟକୁ ଭଲ ପାଉ, କାରଣ এই বাক্য ହିଁ ଆମମାନଙ୍କର ଭବିଷ୍ୟତ। ବଡ଼ମାନେ ଧ୍ୟାନ ଶୁଣନ୍ତୁ, କାରଣ ଆଜି ଶେଷ ଦିନ, ଆମେ ବାକ୍ୟ ଜାଣିବାର ଆବଶ୍ୟକତା ରହିଛି। ଦାଉଦଙ୍କୁ ପ୍ରଭୁ ଅନୁଗ୍ରହ କଲେ, ଦାଉଦଙ୍କୁ ପ୍ରଭୁ ଆଶୀର୍ବାଦ କଲେ। ଯୁବକ ଥିଲାବେଳେ ଯେମିତି ଥିଲେ, ବୃଦ୍ଧ ବେଳେ ଅଧିକ ଧାର୍ମିକ ହେଲେ, ଅଧିକ ବିଶ୍ୱସ୍ତ ହେଲେ। କିଛି କିଛି ବୃଦ୍ଧ ଆଉ ବୃଦ୍ଧା ମା ମାନେ ରବିବାର ଦିନ ଗିର୍ଜା ଆସନ୍ତି ନାହିଁ। ମୁଁ ଜାଣିନି ଆପଣମାନଙ୍କ ଗାଁରେ, ଆପଣମାନଙ୍କ ଅଞ୍ଚଳରେ, ସହର ମାନଙ୍କରେ ସେମାନେ କହିବେ, ବୁଢା ହେଇଗଲୁ, ଆଉ ଆମେ ଆଉ ଦେଖିପାରୁନୁ, କେମିତି ଚର୍ଚ୍ଚ ଯିବା। ବୁଢୀ ହେଇଗଲୁ, ଆଖି ତ ଦୁସୁନି ବାପା, ମୁଁ କେମିତି ଗିର୍ଜା ଯିବି। ମୁଁ ସେମାନଙ୍କୁ ଗୋଟେ ପ୍ରଶ୍ନ କରେ, ଯଦି ପ୍ରଭୁ ଆଜି ଆସିବେ, ଆପଣ ପ୍ରଭୁଙ୍କୁ କହିବେ, ନା ପ୍ରଭୁ ମୁଁ ସ୍ୱର୍ଗ କେମିତି ଯିବି, ମୋର ତ ଆଖି ଦୁସୁ ନାହିଁ। ଓଲଟା ପ୍ରଭୁ କହିବେ, ମତେ ଅନ୍ୟମାନଙ୍କ ନ ନିଅ ପଛେ, ମୁଁ ବୁଢୀ ଲୋକ ସ୍ୱର୍ଗ ନେଇଯାଅ। ଯଦି ବୁଢା ବୁଢୀ ହେଇ ତମେ ଏଇ ବାହାନା ମାରୁଛ, ସ୍ୱର୍ଗ ଯିବାର ଅଛି କି ନା ନାହିଁ? ତେବେ ପ୍ରତ୍ୟେକ ଲୋକମାନଙ୍କୁ ମଣ୍ଡଳୀ ଆସିବାର ଆବଶ୍ୟକତା ରହିଛି। ହାନ୍ନା 84 ବର୍ଷ ବୟସ୍କା ଜଣେ ବିଧବା ମା, ମନ୍ଦିର ପରିତ୍ୟାଗ କରୁନଥିଲେ, ଦିବା ରାତ୍ର ପ୍ରାର୍ଥନା ଆରାଧନା ଆଉ ଉପବାସରେ ରହୁଥିଲେ। ମନେ ରଖନ୍ତୁ ପୁଅ ଝିଅ ମାନେ, ବଡ ମାନେ, ଆତ୍ମିକ ଆଧ୍ୟାତ୍ମିକ କ୍ଷେତ୍ରରେ ବୟସର ସୀମା ନାହିଁ। କୌଣସି ବୟସ ବାଧକ ହୋଇପାରିବ ନାହିଁ ପ୍ରଭୁଙ୍କ ନିକଟକୁ ଆସିବା ପାଇଁ। ଆମେ ଅନ୍ଧ ହଉ, ମତେ ବହୁତ ଯେତେବେଳେ
ଆମର ସମ୍ପାଦକ ବାବୁ କହୁଥିଲେ ବିକଳାଙ୍ଗ ଭାଇ ଭଉଣୀ ମାନେ ବି ଦାନ ଦେଇଛନ୍ତି। ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ନିକଟକୁ ଆସିବା ନିମନ୍ତେ କୌଣସି ବିଷୟ ଆମର ବାଧକ ନ ହଉ ଆପଣଙ୍କ ଜୀବନରେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ କୌଣସି ବିଷୟ କେବେ ବାଧକ ନ ହଉ। ହାଲେଲୁୟା କୁହନ୍ତୁ ହାଲେଲୁୟା। ଆଉ ଦାଉଦଙ୍କ ଜୀବନରେ ପ୍ରଥମ ବିଷୟ କଣ ଥିଲା? ଧାର୍ମିକତା। ପୁଅ ଗର୍ବ କରୁଛି ମୋ ବାପା ଧାର୍ମିକ ଥିଲେ, ମୋ ବାପା ବିଶ୍ୱସ୍ତ ଥିଲେ, ମୋ ବାପା ସରଳତା ଥିଲେ। ଆହା ସମୟ ଆସିଲା ଦାଉଦଙ୍କ ବାପାଙ୍କୁ ଖୋଜାଗଲା। ଏ ଯିଶିର ପୁଅ କଣ ପୁଅ ଭେଟିଆ? ଏବେ ସଲୋମନ କହୁଛନ୍ତି ଯିଶିର ନାତି ମୋ ବାପାଙ୍କୁ ପ୍ରଭୁ ତମେ ଦୟା କଲ, କାରଣ ସେ ବିଶ୍ୱସ୍ତ ଥିଲେ। ତେବେ ଆଜି ମୁଁ ଆପଣଙ୍କ ସହିତ ଆଲୋଚନା କରିବି, ଯଦି ପରମେଶ୍ୱରଙ୍କ ଠାରୁ କାମ ଅସୁଲ କରିବା ପାଇଁ ଚାହୁଁଛୁ ଆମ ଜୀବନରେ ବିଶ୍ୱସ୍ତତା ଆବଶ୍ୟକତା ରହିଛି। ଯଦି ପରମେଶ୍ୱରଙ୍କ ଠାରୁ ଅନୁଗ୍ରହ ଚାହୁଁଛୁ, ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ଚାହୁଁଛୁ, ପରମେଶ୍ୱରଙ୍କ ଠାରୁ ମଙ୍ଗଳ ଚାହୁଁଛୁ, ଦୟା ଚାହୁଁଛୁ, ଯୁବକ ଯୁବତୀ ମାନେ, ମୋର ପରମେଶ୍ୱରଙ୍କର ଲୋକମାନେ, ଆମ ଜୀବନରେ ବିଶ୍ୱସ୍ତତା ଆବଶ୍ୟକତା ରହିଛି। बोलो यीशु महाराज की, यीशु महाराज की। तेरे ये विश्वस्तता कौन थे? मैं बहुत खुशी, बहुत युवक युवती माने इंग्रजी भलो आमे माने कहि पारछन्ती, बुझी पारछन्ती। विश्वस्तता अर्थ what we speak we must practice। जहाँ आमे कहूछु ताहा कार्य रे देखैबा। मु एठारे गोटे प्रचार करी मोर लाइफ स्टाइल आउ गोटे हम, तेरे लोक ग्रहण करेंगे ना। आमर जीवन आमर प्रचार सहित तालमेल खाइबार अच्छे। उदाहरण स्वरूप मु गोटे गीत मु गोटे स्केल रे गाउथि, भाई माने जानिबे से माने आउ गोटे स्केल रे बजेइबे, से माने आउ गोटे स्केल रे बजेइले मु आउ गोटे स्केल रे कोन हबो? तालमेल आउ रहिबो नाही। सेठी निमंते व्हाट आई स्पीक आई मस्ट प्रैक्टिस। मु कहबी उपवास रहबा तमे रहिबार अछि। हालेलुया। देवे मोर प्रिय बंधुगण ध्यान से सुनो, ए वाक्य आपणकर जीवन परिवर्तित करिवो। ए वाक्य आपणकर चिंताधारा को परिवर्तित करिवो। ए वाक्य आपणकर मनोभावना को परिवर्तित करिवो। आदि पुस्तक 5 अध्यायर 22 पद। आज जदि कौन सी पुओ बा भाई पाखरे मोबाइल रे NIV ट्रांसलेशन अछि, इंग्रजी रे जे भी पढ़ी देबे, ओडिया रे पढ़ीबा के जने पढतु आदि पुस्तक 5:22 माइक रे पढंतु। अच्छा पठन करिबा। मधुसेनर जन्म उठारे अनुका 300 वर्ष पर्यंत परमेश्वर सहित गमनागमन कले, पुणी से आउरी पुत्र कन्या मान को जात कले। धन्यवाद। का पाखरे इंग्रजी बाइबल अछि, मोबाइल रे NIV अच्छा नाही अछि बोले पढंतु, बोले मु कहि देबी। अच्छा ठीक अछि। इंग्रजी रे लिखा अछि Henoch walked with God faithfully for 300 years। एमिति लिखा अछि, या ओडिया रे लिखा नाही। हनोक 300 वर्ष पर्यंत विश्वस्त भावरे परमेश्वरଙ୍କ सहित गमनागमन कले। मो सहित कहबे 300 वर्ष पर्यंत, 300 वर्ष पर्यंत विश्वस्त भावरे गमनागमन कले।
ମୋ ପ୍ରିୟ ବନ୍ଧୁଗଣ ଏଠାରେ ଯେତେ ବସିଛୁ କାହାର ବୟସ 300 ନାହିଁ। ଏଠାରେ ଯେତେ ବସିଛୁ କାହାର ବୟସ 100 ନାହିଁ। ଏଠାରେ ଯେତେ ବସିଛୁ କାହାର ବୟସ ମତେ ଲାଗୁନି 80 କି ଅଧିକା ବା ତାଙ୍କ ତଳେ ସବୁ। ବାଇବେଲ ଲେଖା ଥାଏ ହନୋକ walked with God for 300 years। ध्यान से सुनो आमे केमिति दया पाइबा आमे केमिति अनुग्रह पाइबा काली गिरजा को आसीबार अनेक लोक आज नाहंते एठारे 300 वर्ष एक मामूली विषय नुह। জানুয়ারি মাসর 1 তারিখরে বড় বড় মন্ডলী মানকরে যুবক যুবতী বড় মানে ঠিয়া হই সাক্ষ্য দিয়ନ୍ତି প্রভু এই বর্ষ সারা গির্জা অবহেলা করিবি নাহি, এই বর্ষ সারা দান অবহেলা করিবি নাহি, এই বর্ষ সারা প্রার্থনা অবহেলা করিবি নাহি, এই বর্ষ সারা উপবাস অবহেলা করিবি নাহি। কেবে কুহନ୍ତି আজ্ঞା 1 তারিখ জানুয়ারি মাস মার্চ মাস আসিলা বেলে সে কোন প্রতিজ্ঞা করতে তা মনে নাই। 3 মাসরে প্রতিজ্ঞা বলে বাইবেল কুহে হনক 300 বর্ষ কেবল প্রভুଙ୍କ সহিত ଥିଲେ। হালেলুয়া। দুঃখর বিষয় যে আমি 3 বর্ষ চালি পারু না হো। দুঃখর বিষয় যে আমি 30 বর্ষ চালি পারু না হো। মতে এবে জুন মাস আইলে মোর 50 বর্ষ হইଯିବ। মু কেতে বর্ষ প্রভুଙ୍କ সহিত চালিছি, কেতে বর্ষ মু বিশ্বস্ত ভাବରେ গমন কৰিছি। বর্ষরে কেতোটি রবিবার মু অবসেন্ট রহিছি, কেতোটি শুক্রবার মু অনুপস্থিত রহিছি। আজি আম্ভে পাউনা হো কারণ আমি বিশ্বস্ত রহুনা হো। বাইবেলে লেখা হলো দাউদ পূর্ণায়ু হেলে। হালেলুয়া। দাউদ পূর্ণায়ু হেলে, আয়ুষ পাইলে, ধন পাইলে, সব পাইলা পরে তাঙ্কর মৃত্যু হেলা। সব পাইলা পরে ମୋ ପ୍ରିୟ ବନ୍ଧୁଗଣ ମୁଁ କହିବା ପାଇଁ ଚାହିଁବି ଆଜି ଆମମାନଙ୍କର ଜୀବନରେ ପରମେଶ୍ୱରଙ୍କର ନିମନ୍ତେ ଆମେ ବିଶ୍ୱସ୍ତ କି? ଆପଣ ପରମେଶ୍ୱରଙ୍କ ନିକଟରେ କେତେ ଦିନ ବିଶ୍ୱସ୍ତ? 2 ଦିନର ମିଟିଂ ରେ ଆମେ ଆସି ସମାଧି କରୁନାହୁଁ। ଆମମାନଙ୍କ ଜୀବନରେ ବିଶ୍ୱସ୍ତତା ନାହିଁ। ମୁଁ ଆପଣଙ୍କୁ ଖାଲି କହୁଥିଲି ଯେ ଅଭିଷେକ ପାଇବା ନିମନ୍ତେ ଆମ ଜୀବନରେ ଏକ ତାପମାତ୍ରା ଦରକାର। ବନ୍ଧୁଗଣ ପରମେଶ୍ୱରଙ୍କର ଅନୁଗ୍ରହ ପାଇବା ନିମନ୍ତେ ବିଶ୍ୱସ୍ତ ହେବା ଆବଶ୍ୟକତା ରହିଛି। ଆଦି ପୁସ୍ତକ 6 ଅଧ୍ୟାୟର 9 ପଦରେ ନହଙ୍କ ବିଷୟରେ ବାଇବେଲ କଣ କହେ? ପଠନ କରିବା 6:9 ପଠନ କରିବା। ନହଙ୍କର ବଂଶାବଳୀ ନ ଆପଣା ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନହ ପରମେଶ୍ୱରଙ୍କ ସହିତ ଗମନ କଲେ। ପ୍ରେଜ୍ ଦ ଲର୍ଡ। ବାଇବେଲ କହେ ଯେ ନୋହ ବିଶ୍ୱସ୍ତ ଭାବରେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ବାଇବେଲରେ ଆମେ ଆଲୋଚନା କରିବା ଜଣେ ବ୍ୟକ୍ତିକୁ ପ୍ରଭୁ କହୁଛନ୍ତି ତମେ ବିଶ୍ୱସ୍ତ ହୁଅ, ତାପରେ ସେ କହିଲେ ସେ ବିଶ୍ୱସ୍ତ ହେଇଗଲେ। ଆଚ୍ଛା, ଆଦି ପୁସ୍ତକ 17ର 1 ପଦ ପଠନ କରୁ। ଆଦି ପୁସ୍ତକ 17 ଅଧ୍ୟାୟର 1। ପଠନ କରିବା। ଅବ୍ରାହମଙ୍କର
आम छामुरे धर्माचरण करी तुम्बे सिद्ध हो। धन्यवाद। एटी लेखा अछि अब्राहम को प्रभु कहले walk before me faithfully and blamelessly। आम छामुरे तुम्बे विश्वस्त भावरे गमनागमन कर। ମୁଁ ଆଶ୍ଚର୍ଯ୍ୟ ହୁଏ ଆମମାନଙ୍କର ବିଶ୍ୱାସର ନେତା। ଆମେ ଗୀତ ଗାନ କରୁଛୁ ଆଜି, ହେ ଅବ୍ରାହମଙ୍କର ଈଶ୍ୱର, ହେ ଇସାହାକଙ୍କର ଈଶ୍ୱର, ହେ ଯାକୋବଙ୍କ ଈଶ୍ୱର। ତାଙ୍କୁ ପ୍ରଭୁ କହିଲେ ତୁମେ ବିଶ୍ୱସ୍ତ ଭାବରେ ଚାଲ, କିନ୍ତୁ ଦାଉଦଙ୍କୁ କହିନାହାନ୍ତି ଦାଉଦ ବିଶ୍ୱସ୍ତ ଭାବରେ ଚାଲିଲେ। आदि पुस्तक तार 24 27 और 40 पद में लिखा गला परमेश्वरंकर आज्ञा अनुसार से विश्वस्त भावने चलिले। अच्छा पठन करंतु। पठन करिबा तमे से कहले आंबे जे सदाप्रभुଙ୍କ चामरे गमनागमन करू से तुम संगरे अपना दूत पठाई तुम यात्रा सफल करिवे। तहेर तुमे आंब पैतृक वंशरो आंब पुत्र निमंते कन्या आनिबो। 40 पद में पढ़ो। 40 पद 40 से आदि 24 रो 40। अच्छा 27 पढ़िनो 27। पठन करिबा मोर कर्ता अब्राहमकर सदाप्रभु परमेश्वर धन्यतो जेतु से मो कर्ता प्रति अनुग्रह सदाचरण करबाकू निवृत्त होई नाहंती। पुणी सदाप्रभु मते मो कर्ताकर ज्ञाति मानक गृहपतरे कळई आनी अछंती। मो प्रिय माने 17 अध्याय रे परमेश्वरकर आज्ञा हला अब्राहम से समय अब्राहम बनी नथिले। प्रभु की आश्चर्य परमेश्वर ध्यान से सुनतो अब्राहम बनी गले। आहा याकूबरु इस्राएल बनिले, साउलरु पाउल बनिले। आम परमेश्वर शून्यरु आकाश मंडल निर्माणकारी अटंती। आम परमेश्वर अद्भुत चिन्ह चमत्कारकारी परमेश्वर अटंती। अब्राहम को कहिले तुमे आम सम्मुख विश्वस्त भाव गमनागमन कर। अब्राहम मानिले, अब्राहम विश्वस्त भाव गमनागमन कले, इसहाक विश्वस्त भाव गमनागमन कले, याकूब विश्वस्त भाव गमनागमन कले। बंधुगण सेइथि निमंते আজি स्वर्ग राज्य रे स्वर्ण अक्षर रे एमानकर नाम लिखा जाइछि। आउ आमे तो सेति भाई देखुछु जे लाजारकर मृत्यु हे गला कहार कोळरे अब्राहम कोळरे। कारण अब्राहम परमेश्वरकर वाक्य मानिले विश्वस्त जीवन काटिले। दाऊद परमेश्वरकर वाक्य मानिले विश्वस्त जीवन काटिले। महानुग्रह। आज आमानक जीवन रे अनुग्रह दूर को चली जाउछे। किछु वर्ष तले जणे भाई मो पाखक आसी कहिले जे आज्ञा मो 35 इंटरव्यू देली गोटे भी मोर हेला नहीं। 35 इंटरव्यू रो मो फेस कोली गोटे रे मध्य मो सफल हेली नहीं। এই অল্প দিন তলে +2 সায়েন্স র রিজল্ট বাহারিছে। आम मंडली रे कये रे जने झियो गीत गाए ता लिसान थॉमस
আসে ঝিও প্লস টু সাইন্স লেখিছি এতে ভাল স্টুডেন্ট নুহ ମୋ ସ୍ତ୍ରୀ ମତେ କହିଲେ ସେ ପ୍ରଭୁଙ୍କ ଅନୁଗ୍ରହ ପାଇଁ ପାଖାପାଖି 80% ଆଣିଲା ସେ ସାଇନ୍ସରେ ଫାର୍ଷ୍ଟ ଡିଭିଜନ ତା ସାଙ୍ଗ ରଖିଥିଲା ସେ ଫେଲ୍ ହେଇଯାଇଛି ମ୍ୟାଟ୍ରିକରେ ଫାର୍ଷ୍ଟ ଡିଭିଜନ ସେ ଫେଲ୍ ହେଇଯାଇଛି ଇଏ ଝିଅ ମ୍ୟାଟ୍ରିକରେ ସେକେଣ୍ଡ ଡିଭିଜନ ଇଏ ଫାର୍ଷ୍ଟ ଡିଭିଜନ ପ୍ଲସ୍ ଟୁରେ ପାଇଛି ଆଉ ତା ଶବ୍ଦ ହୋଇଛି ପରମେଶ୍ୱରଙ୍କର ଅନୁଗ୍ରହ କାରଣ ସେ ପ୍ରଭୁଙ୍କ ପାଇଁ ବହୁତ କାନ୍ଦେ ସେ ବିଶ୍ୱସ୍ତ ଜୀବନ କାଟେ ମୋର ଯୁବକ ଯୁବତୀ ମାନେ ମୋର ବଡ଼ ଲୋକ ମାନେ ପ୍ରଭୁଙ୍କର ସେବକ ସେବିକ ମାନେ ଯଦି ଆମ ଜୀବନରେ ଆମେ ଉଠିବାକୁ ଇଚ୍ଛା କରୁଛୁ ବାଇବଲ ଲେଖାଯାଏ ତ ଦେଶରେ ବିଶ୍ୱସ୍ତ ଲୋକମାନେ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବେ ହାଲେଲୁୟା विश्वस्त लोक माने आशीर्वाद रे प्रभुଙ୍କର କାମ ବିଶ୍ଵସ୍ତ ହେବେ କଲେ ଆପଣ ସାଇକେଲ ରେ ବୁଲି ପାରିବେ ନାହିଁ ଲମ୍ବା ସମୟ ଯାଏ ଆପଣ କୁଡ଼ିଆ ଘରେ ରହି ପାରିବେ ନାହିଁ ଲମ୍ବା ସମୟ ପର୍ଯ୍ୟନ୍ତ କାରଣ ସେ ବିଶ୍ଵସ୍ତ ଲୋକ ମାନଙ୍କୁ ବର୍ଦ୍ଧିଷ୍ଣୁ କରନ୍ତି ମୋସାଙ୍କ ବିଷୟରେ ଲେଖାଗଲା ଗଣନା 12 ର 7 ପଦ ଗଣନା 12 ର 7 ପଠନ କରିବା ଆମ୍ଭର ସେବକ ମୂଷା ତୃପ ନୁହେଁ ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସ ପାତ୍ର ଅଟେ ଟିକେ ମାଇକ୍ ରେ ପଢିଲେ ବି ଭଲ ହବ ପଠନ କରିବା ଆମ୍ଭର ସେବକ ମୂଷା ତଦ୍ରୂପ ନୁହେଁ ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସ ପାତ୍ର ଅଟେ ହାଲେଲୁୟା ଆମ୍ଭର ସବୁ ଗୃହରେ ବିଶ୍ୱସ୍ତ ପାତ୍ର ମୂଷା ଅଟନ୍ତି ହିତ ଉପଦେଶ ତାର 29 ର 20 ପଦ ହିତ ତାର 29 ର 20 ପଦ ପଠନ କରିବା ତୁମେ କି କଥାରେ ଚଞ୍ଚଳ ଲୋକଙ୍କୁ ଦେଖୁଅଛ ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି ନା ସେଟା ଲେଖା ଯାଏନି ହିତ 29 ର 20 ପଦ ମୁଁ ପଢି ଦଉଛି ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହବ ମାତ୍ର ଯେ ଧନବାନ ହେବାକୁ ଉଦ୍ୟମ କରେ ସେ ଅଦଣ୍ଡିତ ନହିବ ମୂଷାଙ୍କ ବିଷୟରେ କୁହାଗଲା ଯେ ମୂଷା ଆମ୍ଭର ସବୁ ଗୃହରେ भाई बड़ी माने टिके ध्यान रे सुनिबा समस्त क्षेत्र रे परमेश्वर आपनमानक जीवन रु परमेश्वर आम्भमानक जीवन रु से आशा करंती जे आमे सब क्षेत्र रे विश्वस्त हो मंडली रे परिवार रे स्कूल रे कॉलेज रे ऑफिस रे सब क्षेत्र रे आपण जानते ए मसांक विषय रे के कहउछन्ते परमेश्वर निजे कहिले परमेश्वर निजे सर्टिफिकेट देले आज आपनक विषय रे प्रभु कहिबे कि ए मो झियो भारी विश्वस्त ए मो पुओ भारी विश्वस्त मंडली कार्य रे अन्यान्य क्षेत्र रे से सब मोर प्रिय माने आत्मिक जीवन खामख्याल नियंतु नै म आपण कहबे चाहे कारण प्रभु को आगमन अधिक समिक आपण को निकास होई देबा को पड़िबो द्वितीय कोरिन्थियो 5:10
আর সেইথি নিমন্তে এই পৃথিবীরে যেতবেলে আমি বসবাস করছু আমাকে বিশ্বস্ত হবার আবশ্যকতা রয়েছে। লোকে ভাবନ୍ତି বিশ্বস্ত কলে খালি দশমাংশ দেবা। ଲୋକଙ୍କର ଧାରଣା ବିଶ୍ୱସ୍ତ କରିଲେ ମାସକୁ 10,000 ପାଇଲେ 1,000 ଟଙ୍କା ପ୍ରଭୁଙ୍କୁ ଦେବା। ଆଉ ପ୍ରାର୍ଥନାରେ, ସମୟରେ, ପରିବାରରେ, ଅଫିସରେ କାରଣ କଣ ଜାଣନ୍ତି? ପ୍ରଭୁ କାହିଁକି ବିଶ୍ୱସ୍ତ ଆଶା କରନ୍ତି? କାରଣ ଦ୍ୱିତୀୟ ବିବରଣ ତାର 7-9 ପଦ ପଠନ କରୁ। ଏହା ହୃଦୟରେ ଦେଖିବାକୁ ମୋର ପ୍ରିୟ ବନ୍ଧୁଗଣ, ଦ୍ୱିତୀୟ ବିବରଣ 7-9 ପଦ। ପଠନ କରିବା। ଏହି ତୁ ଜାଣ ଯେ ସଦାପ୍ରଭୁ ତୁମ ପରମେଶ୍ୱର, କେବଳ ସେ ପରମେଶ୍ୱର, ସେ ବିଶ୍ୱସନୀୟ ପରମେଶ୍ୱର, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପୁରୁଷ ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି। ହାଲେଲୁୟା। ଟିକେ ହାତ ଉଠେଇକି କହିବା କି ହାଲେଲୁୟା। ହନକଙ୍କ ବିଷୟରେ କଣ ଲେଖାଗଲା? କେତେ ଶହ ବର୍ଷ ବିଶ୍ୱସ୍ତ ଥିଲେ ହନକ? ବାବୁ ମାନେ 300। ପ୍ରଭୁଙ୍କ ବିଷୟରେ କଣ ଲେଖା ଅଛି? କେତେ ବର୍ଷ? ସହସ୍ର ପୁରୁଷ। ତାର ତ ହନକଠୁ ଅଧିକା ଆମ ପ୍ରଭୁ ବିଶ୍ୱସ୍ତ। ସହସ୍ର ପୁରୁଷ ପର୍ଯ୍ୟନ୍ତ। ଆପଣ ଜାଣନ୍ତି এই কিছু দিন পূর্বରୁ কিছু ଲୋକମାନଙ୍କୁ ମୁଁ ବାପ୍ତିସ୍ମ ଦେଲି। ବାପ୍ତିସ୍ମ ସମୟରେ ଆମେ ଗୋଟିଏ କଥା କହୁଥାଉ, ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ମୁଁ ବାପ୍ତିସ୍ମ ଦଉଛି, ଆପଣ ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ। କେତେ ଦିନ ଯାଏ? ମରିବା ପର୍ଯ୍ୟନ୍ତ, till the death, ମୃତ୍ୟୁ ପର୍ଯ୍ୟନ୍ତ। ମୋର ଯୁବକ ଭାଇ ମାନେ, ମୋର ଯୁବକ ଭଉଣୀ ମାନେ, ଯୁବତୀ ଭଉଣୀ ମାନେ, ମୁଁ ଆଜି ଆପଣଙ୍କୁ ପଚାରିବା ପାଇଁ ଚାହିଁବି, ଆପଣଙ୍କ ଅନେକଙ୍କର ବୟସ 25 ବର୍ଷ, 20 ବର୍ଷ, 30 ବର୍ଷ, ଏପର୍ଯ୍ୟନ୍ତ ଆମ ଜୀବନରେ ବିଶ୍ୱସ୍ତ ହେଇଛୁ କି? ଆଜି ଆମେ ବିଶ୍ୱସ୍ତତା ଆମ ଜୀବନ ମଧ୍ୟରେ ଅଛି କି? ସେଠି ନିମନ୍ତେ ଯାହା ସ୍ୱପ୍ନ ଦେଖୁଛୁ ତା ସ୍ୱପ୍ନରେ ହିଁ ରହିଯାଏ, ଯାହା ଏକ୍ସପେକ୍ଟେସନ କରୁଛୁ ତା ଆଶାରେ ହିଁ ରହିଯାଏ। କାରଣ ଆମ ଜୀବନରେ ବିଶ୍ୱସ୍ତତାର ଅଭାବ। ଆମେ ଭୁଲି ଯାଉ ପରମେଶ୍ୱରଙ୍କର ମଙ୍ଗଳ ଦାନ। ଆମେ ହସ୍ପିଟାଲରେ ଥିଲାବେଳେ ଓ ପ୍ରାର୍ଥନା କରୁଛୁ, ପ୍ରଭୁ ମୋତେ ସୁସ୍ଥ କରିଦିଅ, ସୁସ୍ଥ ପରେ ଭୁଲି ଯାଉ। ମୁଁ ଜଣେ ମାଙ୍କୁ ଜାଣେ, ତାଙ୍କ ପୁଅ ବନ୍ଦୀ ଗୃହରେ ଥିଲେ। ସେ ମା ରାତି 3ଟାରୁ 4ଟାରୁ ଘଣ୍ଟା ଘଣ୍ଟା ବସି କାନ୍ଦୁଥିଲେ। ଘଣ୍ଟା ଘଣ୍ଟା, ପ୍ରଭୁ ମୋ ପୁଅକୁ ଜେଲରୁ ବାହାର କରିଦିଅ। ଓ କାନ୍ଦ ଉପରେ କାନ୍ଦ। ପୁଅ ଯେତେବେଳେ ବନ୍ଦୀ ଗୃହରୁ ଆସିଲା, ଆଉ ସେ ମାଙ୍କର ପ୍ରାର୍ଥନାର ଆବାଜ ଆସିଲା ନାହିଁ। ଆଉ ପଡୋଶୀ ଘରକୁ ପଚରା ଗଲା, ସେ ମା ଆଜିକାଲି ଆଉ ପ୍ରାର୍ଥନା କରୁନାହାନ୍ତି। ଜେଲରୁ ତ ପିଲା ବାହାରିଲା, କଣ ପ୍ରାର୍ଥନା କରିବେ? ଆମେ ସ୍ୱାର୍ଥୀ ହେଇଯାଉ, ଆମେ ସ୍ୱାର୍ଥ ହେଇଯାଉ। ମନସ୍କାମନା ଅଭିଳାଷ ପୂର୍ଣ୍ଣ ହେଇଗଲା, ବସ୍ ପ୍ରଭୁଙ୍କୁ ପସନ୍ଦ ଗଲୁ, ପ୍ରଭୁଙ୍କୁ ଭୁଲିଗଲୁ। ଆମ ପାଖେ ସାଇକେଲରେ ଯାଉଛୁ, ଓ ପ୍ରାର୍ଥନା କରୁଛୁ, ପ୍ରଭୁ ମୋତେ ବାଇକ୍ ଗୋଟେ ଦରକାର, ବାଇକ୍ ଆସିଗଲେ ପାଶରେ ଯାଉଛୁ। ଆମ ପାଖେ ଘର କଥା ପ୍ରାର୍ଥନା କରୁଛୁ, ଘର ହେଇଗଲା ପାଶରେ ଯାଉଛୁ। ତା ଜୀବନ ମୃତ୍ୟୁ ପର୍ଯ୍ୟନ୍ତ ଆମ୍ଭମାନଙ୍କ ଓ ଆମ ପ୍ରିୟ ଦାଉଦ ମରିବା ପର୍ଯ୍ୟନ୍ତ ବିଶ୍ୱସ୍ତ ଥିଲେ। 17 ବର୍ଷ ବୟସରୁ ଏକ ଲମ୍ବା ସମୟ ମୋର ପ୍ରିୟ ମାନେ ମୃତ୍ୟୁ ପର୍ଯ୍ୟନ୍ତ 40 ବର୍ଷ ସେ ଶାସନ କଲେ। ଓ ସେ ବିଶ୍ୱସ୍ତ ଥିଲେ। ତାଙ୍କ ଯୁବକ ଅବସ୍ଥାରେ ବାପା ଗୌରବାନ୍ୱିତ ହେଲେ, ତାଙ୍କ ବୃଦ୍ଧ ଅବସ୍ଥାରେ ପୁଅ ଗୌରବାନ୍ୱିତ ହେଲେ।
आज मु आपनको कहबा पय चाहिबे आज आपनको निमंते आपनको शारीरिक बापा आज खुशी आज आपनको आत्मिक बापा आज गर्वान्वित कि विश्वस्त जीवन काटंतो विश्वस्त जीवन काटिबा परमेश्वर आबोठारु ताहा ए चाहन्ते तीनोटी विषय मुके तो जस्ट दुईटी विषय आज हाइलाइट करी समाप्त करिबी दाऊदଙ୍କ विषय सलमान कहले मो बापा को जीवन विश्वस्तता थिला धार्मिकता थिला पुणी मनर सरलता समस्ते कहबा मनर सरलता एक सरलता बोले कौन दाऊद एते बड़ लोक थिले किंतु से सरल थिले सरल अर्थ एमिति नुह दिने सिमोन नामक जड़े फारुसी प्रभु जीशु को घर को खाइबा डाकिले प्रभु जीशु गले घरे बसिसंती आसते बेले मरियम नामक जड़े स्त्री जड़े भौणी जड़े पापिष्ठ आसी कांदुछे आ सिमोन कोन भाबुछे ये जदि जड़े धार्मिक लोक ही थिले तांको किए गोड़ छुची जानी थांता सरलता ताहा नो हृदय रे गोटे मुख रे गोटे हृदय रे गोटे मुख दाऊ तो सरल थिले या अर्थ कोन मुखरु जहा हृदय रु ताहा मुखरु जहा हृदय रु ताहा मोर प्रिय माने गरल व्यक्ति को बाइबल रे शैतान सहित आख्या दिया जायछि गरल किए सर्प गरल किए दियाबल गरल किए नाग प्रभुଙ୍କର विश्वास करुथिबा पुओ झियो माने जीवन रे सरलता शिखु कॉलेज रे गोटे जीवन घरे आ गोटे जीवन न हो बापा कोटारू ठकी टंका नै कि मां कोटारू ठकी नै आउ गोटे साराम जिंदगी न हो ता गरल हे जीव सिनेमा देखि जिबे कॉलेज को जाइछि बोली कहि देबे गरल जीवन ना कारण गीत संगीता तार 11 र 7 पद गीत संगीता 11 र 7 पद पठन करिबा कारण सदा प्रभु धर्ममय से धर्म को प्रेम करते सरल लोक तांको मुख दर्शन करिवो अच्छा आउ गुटे पठन करिबा अटिके परे पठन करिबा बाइबल रो अनेक जगह रे गीत संगीता 65 रे गीत संगीता 55 रे लेखा गला जे आम परमेश्वर से सरल अटंती आम परमेश्वर सरल अटंती अर्थात दाऊद परमेश्वरंकर अनुगामी थिले परमेश्वरंकर पद चिन्ह दे गमन करुथिले मोर प्रिय माने गरलता आउ गर्वी को प्रभु दूररु चिन्हंती गरलता आउ गर्वी को परमेश्वर दूररु आज केतरे वाक्य आपण कहबे ध्यान से सुनतो आइब एक पठन करिबा आइब एकर एक पद पठन करिबा उस देश रे आइब नामक एक व्यक्ति थिला आउ से मनुष्य सिद्ध वो सरल वो परमेश्वर भयकारी वो कुक्रिया त्यागी थिला जियो 8 पद भी पढ़ दियो तो सदा प्रभु शैतान को कहले तुमे के आंब दास आइब प्रति मन देयछ कारण ताहार समान सिद्ध वो सरल परमेश्वर भयकारी वो कुक्रिया त्यागी लोक पृथ्वी रे केई नाही धन्यवाद ए रिकमेंडेशन प्रभु को
आज विवाह है बेले मंडली सुपारिश दियंती ए पुओ भल अटे मद्यपान करे नहीं सिगारेट पिए नहीं मादक द्रव्य खाए नहीं सुपारिश दियंती से मद पिउथिले मते बाहाई पारिबने मंडली नियम बाहर सुपारिश देवाक पड़ो आयुबंक विषय रे प्रभु शैतान को कहले जे सारा पृथ्वी रे आयुबंक परी समान सिद्ध सरल कुक्रिय त्यागी केही नहंते प्रिय माने आज आम विषय प्रभु कौन कहते आज आपण विषय कौन कहते प्रभु कौन बोली रिकमेंड करि परिबे सुबोध जना कलहांडी रे पालक अटंती मो विषय से कौन लिखि परिबे आयुबंक विषय लिखिले तांको परी समान सरल व्यक्ति पृथ्वी रे आपण जानती आयुब जड़े पालक नथिले आयुब जड़े चालक नथिले आयुब जड़े भविष्यत वक्ता नथिले आयुब गोटे बिजनेसमैन थिले जड़े व्यवसाय करुथिबा व्यक्ति मु आश्चर्य जाय जे गुटे पालक विषय जदि एमिति लेखाई थाता बाइबल भलो लागि थाता कि जड़े जाजक विषय लेखाई थाता भलो लागि थाता किंबा जड़े भविष्यत वक्ता विषय से पालक नोंती चालक नोंती भविष्यत वक्ता नोंती तांको विषय प्रभु कहउछंती जे तांको परी समान सरल लोक पृथ्वी रे केही नहंती ओ आम जीवन आज कि प्रकार जीवन मोर युव माने मोर बड़ माने आपण एते समय प्रभु जीवन काटिले 40 वर्ष 30 वर्ष 50 वर्ष 60 वर्ष मंडली रे कार्यकारी रहिले आज प्रभु आम विषय कोन कहबे सरल सिद्ध ओ गजपति रे केही नहंती ओडिसा रे केही नहंती ए विषय प्रभु को मुखर हम सुनि परिबा कि मो विषय मु जाने आपण विषय आपण जानती आने समस्त विषय निज जानू केमिति आमे सरल निराडंबर जीवन काटुछु मुखरे गोटाए कथा पछरे आ गोटे कथा केबे हेबे नै मोर प्रिय माने आशीर्वाद हटि जीवा फारुसियो साधुकी मानकर सैया थिला भितरे एक प्रकार बाहर वस्त्र एक प्रकार थिले कथा गोटे प्रकार कार्य गोटे प्रकार किंतु आयु बसे पड़ी नथिले किंतु दाऊद से पड़ी नथिले सेति बाय गलियाद परास्त हैला मते आनंद लागे से युवक थिला बेले तांको बापांकर छाती फुली गला आसे वृद्ध होई गले पुओ ओ सलोमन गर्व करछथि मो बाय फादर इज द बेस्ट फादर इन द वर्ल्ड माय मदर इज द बेस्ट मदर इन द अनेक लोक माने लेखती हैं मु विगत दिन रे मदर्स डे गला केते लोक को देखु छ देखा से मां से सब झगड़ा हैले मध्य मदर्स डे के लिखि देबे से बापा के से सब झगड़ा हैले मध्य फादर्स डे लिखि देबे किंतु मु कहबी हम स्वर्गीय बापा हम विषय कोन कहंती आज आपण को विषय कोन कहंती आसु मोर प्रिय बंधुगण आम जीवन रे सरल हेउ हालेलुया कारण पठन कलु जे सरल लोक माने कोन हेबे समस्त मो सहित कहंतु वर्धिष्णु हेबे कहंतु वर्धिष्णु हेबे प्रेज द लॉर्ड हालेलुया वर्धिष्णु अर्थ बढ़िबे बढ़िबे मु मध्य आपण मानक परी
এই গজপতি রহি কিন্তু কলাহান্ডি রে আমার গোটে বড় মন্ডলী কলাহান্ডি রে আমি যে কাম করছু লোকাল লোক সে কাম করি পারিবে নাই বাজারে ভবানীপাটনা রে মো পুଅ ফার্স্ট আসিলা ডিস্ট্রিক্ট রে ফার্স্ট হেলা গাইবারে ওয়েস্টার্ন ওড়িশা রে 3 নম্বর গলা কাହିଁ को ଗାଁର ମାଳର ଲୋକ ସେଠି ଯାଇକି ଏ ପ୍ରକାର ପରମେଶ୍ୱରଙ୍କର ଆଶୀର୍ବାଦ ବର୍ଦ୍ଧିଷ୍ଣୁ କରେ ହାଲେଲୁୟା ପରମେଶ୍ୱରଙ୍କର ଆଶୀର୍ବାଦ ବର୍ଦ୍ଧିଷ୍ଣୁ କରେ ଆପଣ ବଢିବେ ଏମିତି ବଢିବେ ଆପଣଙ୍କୁ ରୋକିବାର କାହାର ସାମର୍ଥ୍ୟ ନଥିବ ପୃଥିବୀରେ କୌଣସି ଶକ୍ତି ନଥିବ ଯେ ଆପଣଙ୍କୁ ରୋକିଦେବେ ପରମେଶ୍ୱରଙ୍କ ନିକଟରେ ସରଳ ଲୋକଙ୍କ ନିକଟରେ ନୁହଁ ପ୍ରଭୁଙ୍କ ନିକଟରେ ଆଚ୍ଛା ପଠନ କରିବା ହିତ 15 ର 8 ପଦ ହିତ 15 ର 8 ପଦ কে জনে পঠন করু ହିତ ଉପଦେଶ 15 ଅଧ୍ୟାୟ 8 ପଦ ପଠନ କରିବା ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କ ଠାରେ ଘୃଣା ବିଷୟ ଅଟେ ମାତ୍ର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର ଇଂରାଜୀ ବାଇବଲରେ ଲେଖା ଅଛି ସରଳ ଲୋକର ପ୍ରାର୍ଥନା ପରମେଶ୍ୱରକୁ ଆନନ୍ଦିତ କରେ ସରଳ ଲୋକଙ୍କର ପ୍ରାର୍ଥନା ପରମେଶ୍ୱରଙ୍କୁ ଆନନ୍ଦ ଆଣିଦିଏ ଦାଉଦ କହନ୍ତି ସନ୍ଧ୍ୟା ସକାଳ ମଧ୍ୟାହ୍ନ କାଳରେ ମୁଁ ଭାବନା କରି ରୋଦନ କରିବି ପ୍ରଭୁ ମୋର ପ୍ରାର୍ଥନା ଶୁଣିବେ ଦାଉଦ ଜଣେ ପ୍ରାର୍ଥନାଶୀଳ ଲୋକ ଥିଲେ ଆଉ ତାଙ୍କ ପ୍ରାର୍ଥନାରେ ପରମେଶ୍ୱର ପ୍ରସନ୍ନ ହେଉଥିଲେ ସମସ୍ତେ ଟିକେ ହାତ ଉଠେଇ କହିବେ ହାଲେଲୁୟା ଆଜି ଆମେ ସରଳ ଜୀବନ କାଟିବା ଆମ ପ୍ରାର୍ଥନା ପ୍ରଭୁଙ୍କୁ ମିଠା ମିଠା ଲାଗିବ ତୁଷ୍ଟିକର ଲେଖାଗଲା ଖାଇବାର ସମୟରେ ବ୍ୟବହାର କରାଯାଇଛି ଆମେ ଆଇସ୍କ୍ରିମ ପିଲାମାନେ ଖାଆନ୍ତି ପ୍ରାୟତଃ ଆମେ ପଚାରୁଛୁ କେମିତି ଲାଗୁଛି ମିଠା କେମିତି ଲାଗୁଛି ତୁଷ୍ଟିକର ଓ ଭାରି ଟେଷ୍ଟି ଚିକେନ ବିରିୟାନୀ ଟେଷ୍ଟି ପ୍ରଭୁଙ୍କୁ ଆମ ପ୍ରାର୍ଥନା ବିରିୟାନୀ ଖାଇଲା ପରେ ଲାଗିବ ଯଦି ଆମେ ସରଳ ଜୀବନ କାଟିବା ହାଲେଲୁୟା ଯଦି ଆମେ ସରଳ ଜୀବନ କାଟୁନା ବାଇବଲ ଲେଖା ହେଲା ଦୁଷ୍ଟର ପ୍ରାର୍ଥନା ଫିଙ୍ଗି ଦିଅନ୍ତି ସେ ପ୍ରଭୁଙ୍କୁ ନିମ୍ବ ଖାଇଲା ପରେ ଲାଗିବ ଆମେ ଯେତେ ପ୍ରାର୍ଥନା କରୁଥିବା ସେଟା ନିମ୍ବ ଖାଇଲା ପରେ ପିତା ଲାଗୁଥିବ କାହିଁକି ଏତିକି ପ୍ରାର୍ଥନା କରୁଛି ପ୍ରଭୁ କହିବେ ଆଗେ ସରଳ ହ ଜୀବନ ସରଳ ହଉ ସ୍ୱଭାବ ସରଳ ହଉ ଚାଲିଚଳନ ସରଳ ହଉ ଆମମାନଙ୍କର ଜୀବନ ସରଳ ହାଲେଲୁୟା ହିତ ଉପଦେଶ ତାର 14 ର 11 ପଦରେ ଲେଖାଗଲା କେହି ପଠନ କରୁ ପଠନ କରିଦେବା ଦୁଷ୍ଟମାନଙ୍କ ଗୃହ ନିପାତ ହେବ ମାତ୍ର ସରଳ ଲୋକମାନଙ୍କ ତମ୍ବୁ ଉନ୍ନତ ହେବ ସରଳ ଲୋକମାନଙ୍କ ତମ୍ବୁ ଉନ୍ନତ ହେବ ସରଳ ଲୋକମାନଙ୍କର ତମ୍ବୁ ଘର ଉନ୍ନତ ହେବ ଆଗରୁ ଝୋପଡ଼ି ଘର ଥିଲା କୁଳିଆ ଘର ଥିଲା ଛାତ ପଡ଼ିଗଲା ତାର କିଛି ବର୍ଷ ପରେ ଆଉ ଗୋଟେ ଛାତ ପଡ଼ିଗଲା ତାର କିଛି ବର୍ଷ ପରେ ବାଇକ୍ ଆସିଲା କାର ଆସିଲା ସରଳ ଲୋକମାନଙ୍କର ଗୃହ ଉନ୍ନତ ଆମେ ସମସ୍ତେ ଚାହୁଁଛୁ ଉନ୍ନତ ହେବା ନିମନ୍ତେ ଏଇଠାରେ ଯାହାକୁ ବି ପଚାରିବା
କେହି ଚାହିଁବେନି ମୁଁ ଗରିବରେ ରହିବି, କେହି ଚାହିଁବେନି ମୁଁ ଦାରିଦ୍ରତାରେ ରହିବି। କିନ୍ତୁ ମୋର ପ୍ରିୟମାନେ, ଆମେ ସରଳ ନହେଇ କ'ଣ କରୁଛୁ? ଆମେ ସ୍ୱର୍ଗ ରାଜ୍ୟ ପଳେଇବା ପାଇଁ ଇଚ୍ଛା କରୁଛୁ। ସ୍ୱର୍ଗ ରାଜ୍ୟ ଧାର୍ମିକ ମାନଙ୍କର ଆବାସସ୍ଥଳ। ଗୀତ ତାର 11:7 ଟିକେ ପଠନ କରୁ। ଗୀତ ସଂହିତା 11:7 ଗଠନ କରିବା। କାରଣ ସଦାପ୍ରଭୁ ଧର୍ମମୟ, ସେ ଧର୍ମକୁ ପ୍ରେମ କରନ୍ତି, ସରଳ ଲୋକ ତାହାଙ୍କୁ ମୁଖ ଦର୍ଶନ କରିବ। ସରଳ ଲୋକମାନେ ତାହାଙ୍କର ମୁଖ ଦର୍ଶନ କରିବେ। ଏଠାସ୍ଥିତ ପ୍ରତ୍ୟେକ ସମସ୍ତେ ପ୍ରଭୁଙ୍କୁ ଦେଖିବା ପାଇଁ ଚାହୁଁଛୁ, ସମସ୍ତେ ସ୍ୱପ୍ନ ଦେଖିବା ପାଇଁ ଚାହୁଁଛୁ, ସମସ୍ତେ ଦର୍ଶନ ଦେଖିବା ପାଇଁ ଚାହୁଁଛୁ। ଆମେ ଚାହୁଁ ପ୍ରଭୁ ମତେ ବାକ୍ୟ ଦେଇ କଥା କୁହନ୍ତୁ, ଆମେ ଚାହୁଁ ପ୍ରଭୁ ମତେ ସ୍ୱପ୍ନରେ କଥା କୁହନ୍ତୁ, ଆମେ ଚାହୁଁ ପ୍ରଭୁ ମତେ ଦର୍ଶନରେ କଥା କୁହନ୍ତୁ। କିନ୍ତୁ ପ୍ରଭୁ କହୁଛନ୍ତି କିଏ ଦେଖିବେ? ସରଳ ଲୋକମାନେ ଦେଖିବେ, ସରଳ ଲୋକମାନେ ଦେଖିବେ, ସରଳ ଲୋକମାନେ ତାଙ୍କ ମୁଖ ଦର୍ଶନ କରିବେ। ଦାଉଦ ଜଣେ ସରଳ ଲୋକ ଥିଲେ। ମୋର ପ୍ରିୟମାନେ, ବଡ଼ ବଡ଼ ରାଜନୀତି ମାନେ, ବଡ଼ ବଡ଼ ମନ୍ତ୍ରୀ ମାନେ ଏମାନେ ପ୍ରାୟ ସରଳ ନଥାନ୍ତି। ବଡ଼ ବଡ଼ ରାଜନୀତିଜ୍ଞ ମାନେ କୂଟନୀତିଜ୍ଞ ଥାନ୍ତି। ଯେଉଁମାନେ ପଲିଟିକାଲ ପାଠ ପଢ଼ନ୍ତି ସେମାନେ ଏ ଲାଇନରେ ପ୍ରାୟ ଯାଆନ୍ତି। କିନ୍ତୁ ଜଣେ ମହାରାଜା, ଗ୍ରେଟ୍ କିଙ୍ଗ ଅଫ କିଙ୍ଗ, ରାଜା ମାନଙ୍କର ରାଜା ଥିଲେ ଦାଉଦ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଜେରୁସାଲେମକୁ ଦାଉଦଙ୍କର ନଗରୀ ବୋଲି କୁହାଯାଏ। ଆଜି ଦାଉଦଙ୍କ ବିଷୟରେ ଗୋଟେ ଇଣ୍ଟରେଷ୍ଟିଂ ବିଷୟ କହିବି, ଧ୍ୟାନରେ ଶୁଣିଥାନ୍ତୁ। ଯେତେବେଳେ ମୁଁ ଜେରୁସାଲେମ ଯାଇଥିଲି, ଆଉ ସେଠା ଜେରୁସାଲେମର ମନ୍ଦିରରେ ଗୋଟେ ସମାଧି ଅଛି, ଆଉ ଏମାନେ ବିଶ୍ୱାସ କରନ୍ତି ସେଟା ଦାଉଦଙ୍କ ସମାଧି। ଆଉ ଏ ସମାଧି ପାଖରେ ଜିହୁଦୀର ଧର୍ମଗୁରୁ ମାନେ ଆସି ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ଯେ ଦାଉଦ ତମେ ପ୍ରଭୁଙ୍କୁ କୁହ ତ ଆମକୁ ଜଲ୍ଦି ତମେ ଆସ। ମୁଣ୍ଡ ପିଟି ପିଟି ଇସ୍ରାଏଲର ଲୋକମାନେ ଦାଉଦଙ୍କ ସମାଧିରେ କାନ୍ଦୁଛନ୍ତି ଏବେ। କାରଣ ଦାଉଦ ଜଣେ ଇତିହାସ ପରିବର୍ତ୍ତନକାରୀ ରାଜା ଥିଲେ। ଇତିହାସ ପରିବର୍ତ୍ତନକାରୀ ରାଜା ଥିଲେ। ବାଲ୍ୟ କାଳରୁ ପ୍ରଭୁ ପ୍ରିୟ ଜୀବନ କାଟିଥିଲେ, ବାଲ୍ୟ କାଳରୁ ବିଶ୍ୱସ୍ତ ଜୀବନ କାଟିଥିଲେ, ବୁଢା ପର୍ଯ୍ୟନ୍ତ ତାଙ୍କ ଜୀବନରେ ଅନେକ ଉତ୍ଥାନ ଆସିଲା, ଅନେକ ପତନ ଆସିଲା, ପାପରେ ପଡ଼ିଲେ ତଥାପି ସ୍ୱୀକାର କଲେ, ପ୍ରଭୁଙ୍କ ନିକଟକୁ ଆସିଲେ। ବାଇବଲ କୁହେ ଦାଉଦଙ୍କ ଜୀବନରେ 2ଟି ପାପ ଛଡାରୁ ଆଉ କିଛି ପାପ କରିନାହାନ୍ତି। ମୋର ପ୍ରିୟ ମାନେ, ମୁଁ ଲମ୍ବା କରିବି ନାହିଁ, ଆଉ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଜି ତା ମୁଁ ସ୍କିପ୍ କରିବି। ଦାଉଦ ବିଶ୍ୱସ୍ତ ଥିଲେ, ସରଳ ଥିଲେ, ଆଉ ଧାର୍ମିକ ଥିଲେ। ଧାର୍ମିକ ଥିଲେ। ଏ 3ଟି ବିଷୟ ଲାଗି ସେ କ'ଣ ପାଇଲେ? ଦୟା ପାଇଲେ। ସେ କ'ଣ ପାଇଲେ? ଆଶୀର୍ବାଦ ପାଇଲେ। ସେ କ'ଣ ପାଇଲେ? ଅନୁଗ୍ରହ ପାଇଲେ। ଆମ ପ୍ରତ୍ୟେକଙ୍କ ଜୀବନରେ ନିତାନ୍ତ ଆବଶ୍ୟକତା। ଖ୍ରୀଷ୍ଟୀୟ ଜୀବନରେ ମୁଁ କହିବି ରିକ୍ୱାରମେଣ୍ଟ, ଆବଶ୍ୟକ ଅଟେ। ଖ୍ରୀଷ୍ଟୀୟ ଜୀବନରେ ଏହା ଆବଶ୍ୟକ ଅଟେ। ଆମ ଜୀବନ ସରଳ ହେବା ହିଁ ଜରୁରୀ। ଆମ ଜୀବନ ବିଶ୍ୱସ୍ତ ହେବାର ଆବଶ୍ୟକତା, ଆମ ଜୀବନ ଧାର୍ମିକ ହେବା ଆବଶ୍ୟକତା। ଆଜି ଆମ ଜୀବନକୁ ପୁନର୍ଗଠନ କରିବା, ଆମ ଜୀବନକୁ ପୁନର୍ସମୀକ୍ଷା କରିବା। ଯଦି ଜଣେ ଲୋକ 300 ବର୍ଷ ପର୍ଯ୍ୟନ୍ତ ବିଶ୍ୱସ୍ତ ହେଇପାରେ, ଆମେ କାହିଁକି ଏଟଲିଷ୍ଟ 30 ବର୍ଷ ବିଶ୍ୱସ୍ତ ହେବା ନାହିଁ? ଜଣେ ଲୋକ ଯଦି 300 ବର୍ଷ ପର୍ଯ୍ୟନ୍ତ ବିଶ୍ୱସ୍ତ ଜୀବନ କାଟି ପାରୁଛି, ଆମେ କାହିଁକି ଅନ୍ୟ 30 ବର୍ଷ ବିଶ୍ୱସ୍ତ ହେବା ନାହିଁ? ଆମ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବା ଆବଶ୍ୟକତା ରହିଛି। ଆମ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ରାଜ୍ୟର, ମୋର ପ୍ରିୟ ଲୋକମାନେ, ଜୀବନର କୌଣସି
ଗ୍ୟାରେଣ୍ଟି ନାହିଁ। ଆୟୁବ କୁହନ୍ତି ଜୀବନ ଏକ ଫୁଲ ସହିତ ସମାନ, ଜୀବନ ଏକ ସ୍ୱପ୍ନ ସହିତ ସମାନ। ଯାକୁବ କୁହନ୍ତି ଜୀବନ ଏକ ବାଷ୍ପ ସହିତ ସମାନ। ଦାଉଦ କୁହେ ଜୀବନ ଏକ ଛାୟା ସହିତ ସମାନ। ଜୀବନର କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ ଯଦି ପ୍ରଭୁରେ ଆମେ ନ ହଉ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେଇପାରିବା ନାହିଁ। ଏ ପୃଥିବୀ କେତେ ଦିନ? 60-70 ବର୍ଷ। ବାଇବେଲ ଦେଖାଯାଏ ବୟସ 80, କିନ୍ତୁ 80,000 ବର୍ଷ ସ୍ୱର୍ଗ ହେବ। ଏ ଗତ ସପ୍ତାହରେ ଆମର ଜଣେ ବିଶ୍ୱାସୀ ଭାଇ, ଗୋଟେ ଭଲ ତବଲିଷ୍ଟ ଜଣେ, ସେ ଆମ ଚର୍ଚ୍ଚକୁ ଗଲେ। ଚର୍ଚ୍ଚ ବନ୍ଦ ଅଛି, ବାହାରେ ମୋବାଇଲରେ କଥା ହଉଛନ୍ତି, ଜଷ୍ଟ ପଢିଲେ, ସେଇଠି ମରିଲେ। 5ରୁ 10 ମିନିଟ୍ ମଧ୍ୟ ମତେ ଲାଗୁନି ସେ ବଞ୍ଚିଛନ୍ତି। ହାର୍ଡଲି 55 ବର୍ଷ ହଉଥିବ। ଜୀବନ କୌଣସି ନିଶ୍ଚିନ୍ତତା ନାହିଁ। ଆପଣଙ୍କୁ ଆଜି ପଚାରିବା ପାଇଁ ଚାହିଁବି, ଆଜି ଯଦି ଆପଣ ବିଶ୍ୱସ୍ତ ଅଛନ୍ତି, ଆଜି ଯଦି ଆପଣ ସରଳ ଅଟନ୍ତି, ଆଜି ଯଦି ଆପଣ ଧାର୍ମିକ ଅଟନ୍ତି, ଯଦି ଆଜି ବି ଜୀବନ ଚାଲିଯାଏ, ଆପଣ ସ୍ୱର୍ଗ ପହଞ୍ଚି ପାରିବେ। ହାଲେଲୁୟା। ସମସ୍ତେ କହିବା ହାଲେଲୁୟା। ସମସ୍ତେ କହିବା ହାଲେଲୁୟା। ଆଜି ବି ଯଦି ଆମର ଶେଷ ହବ, ଭୟ ଲାଗିବ ନାହିଁ। ସେଥିପାଇଁ ପାଉଲ କହିଲେ ଯେ ମୃତ୍ୟୁ ମୋ ପାଇଁ କିଏ ମରିଲେ ଗୋଟେ ଲାଭ ହେଲା ବୋଲି କହିବ କି? ମୃତ୍ୟୁ ଲାଭ ଜୀବନ ଦାନ ଖ୍ରୀଷ୍ଟ, କାରଣ ମୁଁ ମଲେ ଦୂତମାନଙ୍କ ସହିତ ଆନନ୍ଦ କରିବି। ପ୍ରିୟମାନେ, ସମୀକ୍ଷା କଲ ସେଇ ସମୟରେ ଆମମାନଙ୍କର ଜୀବନ କି ପ୍ରକାର ଜୀବନ।